ମୁଁ କିଛି ଡାଳବୃକ୍ଷ ପତ୍ର ଆଦି ସଂଗ୍ରହ କରିଛି। ଏଗୁଡ଼ିକ ଆମେ ବ୍ୟବହାର କରି ରୋଗରୁ ରକ୍ଷା ପାଇପାରିବା। ଏସବୁ ଆମେ ଆଖପାଖରୁ ସଂଗ୍ରହ କରିପାରିବା। ଦେଖ, ଇଏ ହେଉଛି ନିମ୍ବପତ୍ର। ନିମ୍ବପତ୍ରକୁ ସିଝାଇ ଆମେ ପାଣିକୁ ଆମେ ଚର୍ମ ରୋଗ ପାଇଁ ବ୍ୟବହାର କରିପାରିବା। ଏହାକୁ କାଠିକୁ ଆମେ ଦାନ୍ତ କାଠି ଭାବେ ବ୍ୟବହାର କରିପାରିବା। ନିମ୍ବପତ୍ରକୁ ଆମେ କୀଟନାଶକ ଭାବେ ମଧ୍ୟ ବ୍ୟବହାର କରିପାରିବା। ଦେଖ, ଇଏ ହେଉଛି ତୁଳସୀ ପତ୍ର। ତୁଳସୀ ପତ୍ରକୁ ରସକୁ ମହୁ ସହିତ ସେବନ କଲେ ଥଣ୍ଡା କାଶରୁ ମୁକ୍ତି ମିଳିଥାଏ। ଏ ହେଉଛି ବେଲପତ୍ର। ବେଲପତ୍ରକୁ ସେବନ କଲେ ସମସ୍ତ ପେଟ ରୋଗ ଦୂର ହୋଇଥାଏ। ହଜମ ଶକ୍ତି ପାଇଁ ଓ ସଫା ପେଟ ହୋଇଥାଏ। ଇଏ ହେଉଛି ଦୁବଘାସ। ଦୁବଘାସ ଶରୀରର କୌଣସି ଅଂଶ କ୍ଷତ ହେଲେ କ୍ଷତ ସ୍ଥାନରେ ଦୁବଘାସର ରସ ଲଗାଇ ଘା ଶୁଖିଯାଏ। ଇଏ ହେଉଛି ପିଜୁଳି ପତ୍ର। ପିଜୁଳି ଓ ପିଜୁଳି ପତ୍ର ସେବନ କଲେ ହଜମ ଶକ୍ତି ବୃଦ୍ଧି ପାଏ। ଇଏ ହେଉଛି କରଞ୍ଜ ପତ୍ର। କରଞ୍ଜ ପତ୍ର ଗଛର କାଠି କଲେ ଦାନ୍ତ ମାଡ଼ି ମଜବୁତ ହୁଏ। ଦାନ୍ତ ସମ୍ବନ୍ଧିତ କୌଣସି ରୋଗ ହୁଏ ନାହିଁ। ଆଉ ଇଏ ମଧ୍ୟ ଆମେ ଆଉ ବି ରଖିଛୁ। ଆମେ ଆଉ ବହୁତ ଔଷଧ ପତ୍ର। ଏହି ପତ୍ରମାନଙ୍କୁ ଆମେ ମଧ୍ୟ ଆଉ କୌଣସି ଔଷଧ ଭାବେ କରିପାରିବା। ଏ ହେଉଛି ଅଁଳା ପତ୍ର। ତାପରେ ଇଏ ଆମର ଶରୀରରେ କୌଣସି ଠାରେ କ୍ଷତ ହୋଇଯାଏ, ତାହେଲେ ଆମେ ଲଗାଇଲେ ଆମ କ୍ଷତ